आज आमर रेसिपी हूँ सोरिष शाग करेंगे चलतु आज या ये शाग सांगे आउ 3टा शाग कंबाइन हुए सोरिष शाग सांगे आमर बथुआ शाग पालंग शाग मेथी शाग कंबाइन हुए सब शाग को मु धोईकी काटी नहीं आम ए कंचा लंका रसुण आउ अदा एति अधिका ए लगे ये सब जिन पकईकी आम लुण पकईकी सीझे नवा कुकर आम हाई फ्लेम रे 3टा सीटी देदेबा। ଏବେ ଦେଖନ୍ତୁ 3ଟା ସିଟି ପରେ ଶାଗର କିଛି ଏମିତି ଟେକ୍ସଚର ଆସିଛି ଆଉ ଶାଗକୁ ଆମେ ହାଲକା ଟିକେ ବ୍ଲେଣ୍ଡରରେ ବ୍ଲେଣ୍ଡ କରିନେବା। ତାପରେ ଏଥିରେ ମକା ଗୁଣ୍ଡ ମାନେ ଏଇଟା ମକେଇକି ଅଟା ଏଠି କୁହନ୍ତି 2 ଟେବୁଲ ସ୍ପୁନ୍ ଗୋଳିକି ଆମେ ଦେଇଦେବା ଆଉ ତାକୁ ଏମିତି ଭଲ ଭାବରେ କଣ୍ଟିନ୍ୟୁ ଟିକେ ଚଲେଇ ନେବା 10 ମିନିଟ୍ ପାଇଁ। ତାପରେ ଏଠି ଫୁଟଣରେ ମୁଁ ଦେଇଦେଇଛି ଜିରା ଜିରା ପରେ ମୁଁ ଏଠି ହିଙ୍ଗ ପକେଇ ଦେଇଛି ହିଙ୍ଗ ସାଙ୍ଗରେ ପୁଣି ସେଇ ଶୁଖିଲା ଲଙ୍କା କିଛି କଞ୍ଚା ଲଙ୍କା ଆଉ ରସୁଣକୁ ଏମିତି ଭାବେ କାଟିକି ନେଇଛି ଆଉ ଅଦାକୁ ଏମିତି ଭାବେ ଘଷି ନେଇଛି ଆପଣମାନେ ଚାହିଁଲେ କାଟିକି ନେଇପାରିବେ ଆଉ ଏଇସବୁର ଫୁଟଣ ଦେଇଦେବା ଆଉ ଏସବୁ ଟିକେ ଗୋଲ୍ଡେନ୍ କଲର୍ ହେଇ ଆସିଲା ପରେ ଆମେ ସେଥିରେ ପିଆଜକୁ ପକାଇଦେବା ପିଆଜ ଗୋଲ୍ଡେନ୍ କଲର୍ ହେଇସାରିଲା ପରେ ଆମେ ସେଥିରେ ଟମାଟୋ ପକାଇଦେବା ଆଉ ଅଳ୍ପ ଟିକେ କାଶ୍ମୀରୀ ଲାଲ ମିର୍ଚ୍ଚ ପାଉଡ଼ର ମୁଁ ଏଠି ପକାଇ ଦେଇଛି ଯେଉଁଟାକି ଟୋଟାଲି ଅପସନାଲ୍। ତାପରେ ଏଇ ଫୁଟଣକୁ ଆମେ ଶାଗରେ ପକାଇ ନେବା ଆଉ ତାକୁ 5 ମିନିଟ୍ ପାଇଁ କୁକ୍ କରି ନେବା। ଏବେ ଆମର ଶାଗ ରେଡ଼ି ହେଇଯାଇଛି ଆଉ ଶେଷରେ ଏଥିରେ ପଡ଼େ ଗୁଆ ଘିଅ ମାନେ ଦେଶୀ ଘିଅଟା ପଡ଼େ। डिटेल्स रेसिपीटा आपको रिलेटेड वीडियो रे मिल जिवो पूरा डिटेल्स रे।